जय माँ समलेई ଆଉ ମୁଇଁ ଆଜି ଗୋଟେ କଥାଟେ ଆନିକରି ଆସିଛେ ଆପଣ ମାନେ ଶୁଣୁନ୍ ଆଉ ବହୁତ ସୁନ୍ଦର କଥାଟେ ବହୁତ ସୁନ୍ଦର ଶିକ୍ଷା ଅଛି ବେଲେ ଆଜକାଲ ଟୁକେଲ ଅଭାବ କେ ଯେନ୍ ଟୁକେର ମା ପା ଟୁକେଲ ଟିକେ ସୁନ୍ଦର ଥିଲେ ଯେନ୍ ଗରବ କରୁଛନ୍ ପୁଅ ଘର ମାନଙ୍କୁ ଯେନ୍ ବାଘନୁଛନ୍ ସେ ଉପରେ ଗୋଟେ ସୁନ୍ଦର କଥାଟେ ଲେଖିଛେ ଆଉ କହୁଛେ ସେଥିରେ ସୁନ୍ଦର ଶିକ୍ଷାଟେ ଅଛେ ଯେ ତାମାନେ ପିଲାକେ ହେତକିନି ବାଖନିବ ଯେନ୍ତା ଘର ଦେଖି ଆଇଲେ ବି ଟିକେ ଅତିଥି ସତ୍କାର କରବ ଭାଗ୍ୟ ଯେ ନଥିଲେ ତ ସେନ ହେବା ନ ଭଗବାନ ଯେନ ଗଢ଼ିଥିବେ ବାକି ଯେତେ ଲୋକ ବି ଦେଖି ଆଇବେ ଟିକେ ଅତିଥି ସତ୍କାର କରିଦେବାଥି କିଛି ନି ନ ଗୋଟେ ଗୋଟେ ଘରେ ଗରିବ ଧନୀ ଦେଖସନ୍ ଆଉ ଭଲ ଭଲ ତାନେ ଧନୀ ଘର ମାନଙ୍କୁ ଦେଖି ଆଇଲେ ଅତିଥି ସତ୍କାର କରସନ୍ ଗରିବ ଘର ଗୋଟେ ଯଦି ନିଜର ଝିକେ ଦେଖି ଆଇବା ବୋଲେ ସେ ଘରକେ ଟିକେ ଛୋଟ ଭାବିକରି ହେତେ ଭଲ ମେନ୍ ଗୁଣନି କରନ୍ ବୋଲେ ସେ ଉପରେ ସେ କଥା ନିଏ ଆପଣ ମାନେ ଶୁଣୁନ୍ ବିରଞ୍ଚି ବାବୁ ବୋଲିକରି ଜଣେ ଭଦ୍ର ଲୋକଟେ ଥିଲେ ତାଙ୍କର ଧନ ସମ୍ପତ୍ତି ଥିଲା ଆଉ ତାଙ୍କର ଗୋଟେ ବୋଲି ଝି ଥିଲା ଯେ ସେ ବହୁତ ଗରବ କରନ୍ ମୋର ଗୋଟେ ବୋଲି ଝି ଆଉ ମୋର ଧନ ସମ୍ପତ୍ତି ଅଛି ଆଉ ମୋର ଝି ଖୁବ ସୁନ୍ଦର ଗୁରା ବେଲେ ମୁଇଁ ଭଲ ଘର ମାନଙ୍କୁ ବାଛି ବାଛି ଦେମି ଭଲ ଘରେ ଆଇଲେ ମାନମି ନେହତନି ମାନେ ମୋର କେଁଟା ଆଉନା ବୋଲି ବହୁତ ଗରମ କରନ୍ ଆଉ ତାକର ଝିକେ ଯେନ୍ତା ଘର ଦେଖି ଆଇଲେ ବି ମୁହେଁ ମୁହେଁ ମନା କରିଦିଅନ୍ ବାଖନନ୍ ବେଲେ କିଏ ବି ଡରି କରି ଦେଖିନି ଆସୁଥି ଗରିବ ଘର ମାନେ ତାଙ୍କ ଘରକେ ଦିନେ କର କଥା ମହାପ୍ରତ ଗରମ ନି ସହନ ବେଲେ ଗରମ ଭାଙ୍ଗବାର ଲାଗି କାଣା ଗୋଟେ କରସି ବୋଇଲେ ଗୋଟେ ଧନୀ ଘରର ପିଲାଟେ ଦେଖି ଆଇଲା ତାର ମାମୁଁ ସାଙ୍ଗେ ବେଲେ ସେ ଧନୀ ଘରର ପିଲା ନା ହଉଛି ବିଜୟ ତାଙ୍କ ଝି ନା ହଉଛି ଲୋପାମୁଦ୍ରା ବେଲେ ଲୋପା ବୋଲି ଡାକସନ୍ ସେ ଲୋପାକେ ଦେଖି ଆଇଲା ସେ ବିଜୟ ଆଉ ତାର ମାମୁଁ ସାଙ୍ଗେ ବସଲା ସେ ଦେଖି ଆଇଲା ଆଉ ବେଲେ ଇ ତ ଧନୀ ଘରକେ ଖାଲି ମାନସନ୍ ବେଲେ ତାହାକେ ବହୁତ ମେନ୍ ବ୍ୟବହାର ଦେଲେ ଆଉ ତୁମେ କେନ୍ତା ଟୁକେଲ ଖୋଜୁଛ ବାବୁ ବିଜୟ ବୋଲି ପଚରାଲେ ବୋଲେ ବିଜୟ ବଲା ଯେ ମୁଇଁ ଏନ୍ତା ଟୁକେଲ ଖୋଜୁଛେ ମୁଇଁ ତ ସୁନ୍ଦର ନି ଖୋଜବାର କି ଜାନି ଯୌତୁକ ନି ଖୋଜବାର ଏନ୍ତା ଟୁକେଲ ଖୋଜୁଛେ ଯେ ମୋର ସବୁ କାମ ଥି ଟିକେ ଟିକେ ମୋର ହାତ ପତାବା ଆଉ ମୁଇଁ ତିନଟା କାମ କରସି ମୁଇଁ ଚାଷ କାମ ବି କରସି ଆଉ ଚାକରୀ ବି କରସି ବିଜନେସ୍ ବି କରସି ମୁଇଁ ସକାଳୁ ଉଠିକି ନିଜର ନିତ୍ୟ କର୍ମ ସାରି ଦେସି ଆଉ ଚାଷ ବାସ ଟିକେ 2-3 ଘଣ୍ଟା ଦେଖା ଦୁଖି କରସି ଆମର ଜମି ବାଡ଼ି ଅଛେ ତାପରେ ଚାକରୀ କେ ଯାସି 10 ବାଜିଲେ ଆଉ ଚାକରୀ ନୁ 10 ରୁ 4 ରହେସି ମୁଇଁ ଗୁଟେ ହାଇସ୍କୁଲର ମାଷ୍ଟର ଟିଏ ତାପରେ 4 ବଜେ ଆସି ଟିକେ ବୁଲାବୁଲି କରସି ଆଉ ସନ୍ଧ୍ୟାରୁ ରାତ ତକ ପୁରା 3-4 ଘଣ୍ଟା ବାବାର ବିଜନେସ୍ କେ ବୁଝା ବୁଝି କରସି ଲେଖା ପଢ଼ା ଟିକେ କରି କୁରା ଦେସି ଯେନ୍ଟା ବାପା ମତେ ଆଦେଶ ଦେବେ ବେଲେ ମୁଇଁ ଏନ୍ତା ଟୁକେଲ ଖୋଜୁଛେ ଯେ ଚାଷ କାମ ଥି ବି ମତେ ଟିକେ ସାହାଯ୍ୟ କରବା କେନ୍ ସାର ଦେମା ଚାଷ ବାସ ଥି ତାପରେ କୁଲି ଭୁତେ ଟିକେ ଖୁଜା ଖୁଜି କରବା ସବୁ ଲଟା ଘିଚା ଘୁଚି ଧାନ ବୁନଲା ବେଲେ ଧାନ ଦେଲା ବେଲେ ସବୁଥିରେ ଯେନ୍ ଲାଗବେ କୁଲି ଭୁତିଆର ମାନେ ସେ ନିଜେ ଖୁଜବା ଆନିକରି ଆଉ ତାପରେ ଚାକିରୀ କରସି ଯେ ମୋର ଖାତା ପତ୍ର ଟିକେ ସୁଧି ସୁଧା ଲାଗବା ପରୀକ୍ଷା ବେଲେ ଯେନ୍ତାକି ନିର୍ଭୁଲ ଭାବେ ସୁଧବା ଗୋଟେ ଛୁଆର ଭବିଷ୍ୟତର ପ୍ରଶ୍ନ ଏ ସେଟା ତାପରେ ବିଜନେସ୍ ର କଥା ବି ଟିକେ ବୁଝା ବୁଝି କରବା ଫାଇଲ ପତ୍ର ଟିକେ ଦେଖବା କେନ୍ତା କେନ୍ତା ଅଛି ସେ ଫାଇଲ ପତର ଭଲ କରି କାରଣ ଟିକେ ଭୁଲ ଯଦି ହେଇଯିବା ଦେଖବାଟା ଟିକେ ଯଦି ମିଷ୍ଟେକ୍ ହେଇଗଲେ ଲାଖ ଲାଖ ଟଙ୍କାର କ୍ଷତିପୂରଣ ସହେବାର କେ ପଡ଼ସି ଆଉ ଲାଖ ଲାଖ ଟଙ୍କାର କ୍ଷତିପୂରଣ ଦେବାର କେ ପଡ଼ସି ବେଲେ ମୋର୍ ବାପାର ବିଜନେସ୍ ବି ଟିକେ ଦେଖା ଦୁଖି କରବା ବେଲେ ତିନି କାମ ଟିକେ ଯେ ଭଲ କରି ଦେଖି ଦୁଖା ପାରବା ମୁଇଁ ହେନ୍ତା ଟୁକେଲ କେ ବିହାମି ବସି ବିଜୟ ତାପରେ ତ ବିରଞ୍ଚି ବାବୁର ମୁନେ ଚଡ଼କ ପଡ଼ସି ତାକର ଝି ସବୁ କଥା ନି ଜାନେ ସୁନ୍ଦର ସିନୁ ଅଛେ ଧନୀ ଘର ଟୁକେଲେ ଗୁଟେ ଟୁକେଲେ ମାନୁଛେ ବାକି ଇ ସବୁ ଗୁଣ ତାର ପାଖେ ନି ନ ସେ ହେତେ ଚାଲାକ ଚତୁର ନି ସେ ଲୋପାମୁଦ୍ରାଟା ବେଲେ ମନା କରିଦେସନ୍ ବିରଞ୍ଚି ବାବୁ ମୋର୍ ଝି ତ ହେତକି ଚାଲାକ ଚତୁର ନି ସେ ସବୁ କଥା ବୁଝି ନି ପାରିବ କରି ବେଲକେ ବିଜୟ ଯାଏସି ଆଉ ସେ ପଡ଼ାର ତାକର ପଡ଼ାନୁ ଏକା ବିହା ହେସି ହରି ବାବୁ ବୋଲି ଗୋଟେ ଗରିବ ଲୋକଟେ ସେ ଗରିବ ଲୋକ ହେଲେ ବି ବହୁତ ସ୍ନେହିଆନ ବହୁତ ଆଦର କରସନ୍ ଓ ଅତିଥି ସତ୍କାର ଥି ଉଣାନି କରନ୍ ଗରିବ ଧନୀ ଯେନ୍ତା ଲୋକ ଦେଖି ହେଲେ ବି ତାକର ଝିକେ ମାନନ୍ ତାକର ଝି ର ନା ସ୍ନେହା ଆଉ ସ୍ନେହା ବହୁତ ଭଲ ଟୁକେଲଟେ ଭଲ ପଢ଼ା ଲେଖା କରିଛେ ଟିକେ ସାମଲିଆ ଚେହେରା ଥିଲେ ବି
ତାର୍ ଗୁଣ ବହୁତ୍ ଭଲ୍ ସଂସ୍କାରୀ ଆଉ ସବୁ କାମ୍ ଥି ତାର୍ ଦକ୍ଷତା ଥିଲା ବେଲେ ବିଜ ବିହା ହେଲା ସ୍ନେହାକେ ସ୍ନେହା ଭଲ୍ କେ ଘର୍ ପରିବାର୍ ବୁଝାବୁଝି କଲା ସେ ଯେନ୍ତା ଟୁକେଲ୍ ଚାହୁଁଥିଲା ହେନ୍ତା ଟୁକେଲ୍ ସ୍ନେହା ହେଇକରି ବାହାର୍ଲା ତାପରେ ଇଆଡ଼େ ବିରଞ୍ଚି ବାବୁର୍ ଗରବ୍ ଭାଙ୍ଗଲା ସେ ବୋଇଲେ ଯେ ମୁଇଁ ଖାଲି ପିଲା ବାହାନୁଥିଲି ମୋର୍ ଝି ଲାଗି ଆଉ ମୋର୍ ଝିକେ ଜଣେ ବାନିକରି ପଲେଇଗଲା ମୋର୍ ମୁହଁ ଉପରେ ବାନି ଦେଲା ଆଉ ଇନୁ ଇଆଡ଼କେ ମୁଇଁ ଜାନ୍ଲି ଯେ ଖାଲି ଧନ୍ ସମ୍ପତ୍ତି ଆଉ ଗୋରା ଚର୍ଚର୍ ଚେହେରା ସୁନ୍ଦର୍ ଚେହେରା ବନ୍ନି ସେ ଦୁନିଆରେ ଭଲ୍ ଟୁକେଲ୍ ବି କେତେ ଲୋକ୍ ଖୁଜ୍ସନ୍ ବଲିକରି ବିରଞ୍ଚି ବାବୁ ତାପରେ ଭାବ୍ଲେ ଅନୁତାପ୍ କଲେ ତାପରେ ସବୁ କୁନୁଆକେ ଯେନ୍ତା କୁନୁଆ ଆଇଲେ ବି ମ୍ୟାନ୍ ବ୍ୟବହାର୍ ଦେଲେ ସମସ୍ତଙ୍କୁ ଖୁସି କରି ଆଦର୍ ସତ୍କାର୍ କରି ଘରୁ ବଟାଲେ ମୋର୍ କଥାନି ସର୍ଲା ମୁଇଁ ନିଜେ ଲେଖିଛେଁ ଆଉ ନିଜେ କହୁଛେଁ କଥାନିଟା